ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ରଥଯାତ୍ରା ଦର୍ଶନ କରିବା ପାଇଁ ପୁରୀ ରାଜଭବନରୁ ବାହାରୁଛନ୍ତି ରଥଦାଣ୍ଡକୁ ଶ୍ରୀମନ୍ଦିର ନିକଟକୁ ଏବଂ ସେଠି ମହାପ୍ରଭୁଙ୍କର ରଥଯାତ୍ରାକୁ ସେ ସନ୍ଦର୍ଶନ କରିବେ। ଜଣେ ଓଡ଼ିଆ ମଣିଷ ଭାବରେ ଓଡ଼ିଆ ମାନସିକତା ଭିତରେ ବଞ୍ଚୁଥିବା ମଣିଷ ଭାବରେ ସେ ନିଶ୍ଚିତ ଭାବରେ ଜଗନ୍ନାଥଙ୍କ ପ୍ରତି ପୂର୍ଣ୍ଣ ପ୍ରାଣରେ ସମର୍ପିତ ଏକଥାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। ତାଙ୍କର ଏ ଯେଉଁ ଓଡ଼ିଶା ଆଗମନ ତାର ଏକମାତ୍ର ଲକ୍ଷ୍ୟ ଏବଂ ଏକମାତ୍ର ଉଦ୍ଦେଶ୍ୟ ହେଉଛି ସେ ରଥଦାଣ୍ଡରେ ଲକ୍ଷ ଲକ୍ଷ ଲୋକମାନଙ୍କ ଗହଣରେ ଉପସ୍ଥିତ ରହି ତାଙ୍କର ପ୍ରାଣର ପୁରୁଷ ତାଙ୍କର ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଗତ ଦିନରେ ମଧ୍ୟ ସେ ଯେତେବେଳେ ଆସିଥିଲେ ରାଷ୍ଟ୍ରପତି ଭାବରେ ଅଭିଷିକ୍ତ ହେବା ପରେ ସେ ଯେତେବେଳେ ଓଡ଼ିଶା ଆସିଥିଲେ ଆପଣମାନେ ତାଙ୍କର ବଡ଼ଦାଣ୍ଡରେ ସେ ଆଚରଣକୁ ଲକ୍ଷ୍ୟ କରିଥିବେ କେତେ ବିନୀତ ଭାବରେ ଖାଲି ପାଦରେ ସେ ବଡ଼ଦାଣ୍ଡରେ ଚାଲି ଚାଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ ଏବଂ ସିଂହଦ୍ୱାର ସମ୍ମୁଖ ଭାଗରେ ସେ ନିଜକୁ ସମର୍ପିତ କରିଥିଲେ ମହାପ୍ରଭୁଙ୍କ ନିକଟରେ। ଜଣେ ସାଧାରଣ ଓଡ଼ିଆ ମଣିଷ ଯେମିତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଜୀବନର ସର୍ବସ୍ୱ ଭାବରେ ଗ୍ରହଣ କରେ ହୁଏତ ଆମର ରାଷ୍ଟ୍ରପତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସେହି ପ୍ରକାର ଭାବନାର ସହିତ ଗ୍ରହଣ କରିଛନ୍ତି ଏବଂ କଳା ଠାକୁର କାଳିଆ ସାଆନ୍ତଙ୍କୁ ସେ ସବୁକିଛି ବୋଲି ଭାବିଛନ୍ତି ଏବଂ ବେଳେବେଳେ ଅନୁଭବ ହୁଏ ମାନସିକତା ଏପରି ଆସେ ତାଙ୍କ ଜୀବନର ସମସ୍ତ ସଫଳତାର ପ୍ରଚ୍ଛଦ ପଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ସତେ ଯେମିତି ଭରିକି ରହିଛି। ଆଜି ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ନିଶ୍ଚିତ ଭାବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯେଉଁ ରଥଯାତ୍ରା ବାର୍ଷିକ ଘୋଷଯାତ୍ରା ରଥଯାତ୍ରା ପାଇଁ ଉତ୍ସବ ମୁଖର ଏବଂ ସମଗ୍ର ବିଶ୍ୱର ଆଖି ଆଜି ରଥଯାତ୍ରା ପ୍ରତି ରହିଛି ଏବଂ ମହାପ୍ରଭୁଙ୍କର ଏ ଯେଉଁ ଦିବ୍ୟ ଯାତ୍ରାର ସିଧା ପ୍ରସାରଣକୁ ଦେଖିବା ପାଇଁ ସମସ୍ତେ ବ୍ୟଗ୍ର ଭାବରେ ଚାହିଁ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭାରତର ମହାମହିମ ରାଷ୍ଟ୍ରପତି ନିଜକୁ ଉତ୍ସର୍ଗ କରିବା ନିଜକୁ ସମର୍ପିତ କରିବା ନିଜକୁ ନିୟୋଜିତ କରିବା ବା ଏ ଉତ୍ସବର ସାକ୍ଷୀ ଭାବରେ ନିଜକୁ ରଖିବା ପାଇଁ ସେ ଯେତେବେଳେ ଆସିଛନ୍ତି ଏହା ନିଶ୍ଚିତ ଭାବରେ ଏ ଉତ୍ସବର ଗୁରୁତ୍ୱକୁ ଯଥେଷ୍ଟ ଭାବରେ ଅଭିବୃଦ୍ଧି କରୁଛି। ଆପଣମାନେ ଦେଖୁଛନ୍ତି ଧୀରେ ଧୀରେ ପୁରୀ ରାଜଭବନରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାହାରୁଛନ୍ତି ବଡ଼ଦାଣ୍ଡ ଆଡ଼କୁ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସନ୍ଦର୍ଶନ କରିବା ପାଇଁ ସେ ବ୍ୟଗ୍ର ଭାବରେ ଯାଉଛନ୍ତି। ତାଙ୍କର ଗତକାଲିଠାରୁ ସେ ଆସିଲେଣି ଏବଂ ଗତକାଲିଠୁ ସେ ଆସି ବର୍ତ୍ତମାନ ଯାଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ରାଷ୍ଟ୍ରପତିଙ୍କର ଆଗମନ ଦୃଷ୍ଟିରୁ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ଯେଉଁ ରହିଛି ସତର୍କତା ଅବଲମ୍ବନ କରାଯାଇଛି ଏବଂ ଯାତ୍ରୀମାନେ ନିଶ୍ଚିତ ଭାବରେ ଗୋଟେ ଶୃଙ୍ଖଳିତ ପରିବେଶ ଭିତରେ ନିଜକୁ ପାଉଛନ୍ତି ଏବଂ ବିବିଧ ପ୍ରକାରର ବ୍ୟବସ୍ଥା ଭିତରେ ଯାତ୍ରୀମାନଙ୍କୁ ନିୟନ୍ତ୍ରଣ କରିବା ସହିତ ରାଷ୍ଟ୍ରପତି କିପରି ଆସି ଶୃଙ୍ଖଳିତ ଭାବରେ ରଥଯାତ୍ରା ଦର୍ଶନ କରିବେ ଏବଂ ରାଷ୍ଟ୍ରପତିଙ୍କର ବ୍ୟଗ୍ରତା ଆପଣମାନେ ଲକ୍ଷ୍ୟ କରୁଥିବେ ସେପଟେ ପହଣ୍ଡି ଆରମ୍ଭ ହେଇନାହିଁ ଏ ଖବର ନିଶ୍ଚିତ ଭାବରେ ରହିଛି ତାଙ୍କ ନିକଟରେ କିନ୍ତୁ ସେ ବୋଧହୁଏ ପହଣ୍ଡି ଦେଖିବାର ଗୋଟେ ବ୍ୟଗ୍ରତା ତାଙ୍କ ମନରେ ରହିଛି ଏବଂ ସେ ପହଣ୍ଡିକୁ ଦର୍ଶନ କରିବା ପାଇଁ ସେ ହୁଏତ ଏତେ ଶୀଘ୍ର ଆସୁଛନ୍ତି ଶ୍ରୀମନ୍ଦିର ଆଡ଼କୁ ଏବଂ ଶ୍ରୀମନ୍ଦିରରେ ସେ ଉପସ୍ଥିତ ରହି ମହାପ୍ରଭୁଙ୍କର ପହଣ୍ଡି ଦର୍ଶନ କରିବେ। ମହାପ୍ରଭୁ ପହଣ୍ଡିରେ ନିଜର ମନ୍ଦିର ଶ୍ରୀବତ୍ସ ଖଣ୍ଡଶାଳାରୁ ବାହାରିବା ପୂର୍ବରୁ ସେ ଆସୁଛନ୍ତି ତାଙ୍କର ମନ ଭିତରେ ନିଶ୍ଚିତ ଭାବରେ ବ୍ୟଗ୍ରତା ରହିଛି ଯେ ଠାକୁରଙ୍କର ପହଣ୍ଡିକୁ ସନ୍ଦର୍ଶନ କରିବେ। ନିଶ୍ଚିତ ଭାବରେ ଜଣେ ଭକ୍ତ ଭାବରେ ପ୍ରତ୍ୟେକଙ୍କ ମନ ଭିତରେ ଥାଏ ଯେ ଠାକୁର କେମିତି ନାଚି ନାଚି ହଲି ହଲି ଝୁଲି ଝୁଲି ସେବକମାନଙ୍କ କାନ୍ଧରେ ବୁହା ହେଇ ଆସନ୍ତି ପହଣ୍ଡିରେ ଏବଂ ସେ ଦୃଶ୍ୟ ହେଉଛି ସବୁଠୁ ଆକର୍ଷଣୀୟ ଏବଂ ସେ ଦୃଶ୍ୟ ଦେଖିବା ପାଇଁ ରାଷ୍ଟ୍ରପତିଙ୍କର ସେ ବ୍ୟଗ୍ରତା ନିଶ୍ଚିତ ଭାବରେ ରହିଛି ଏବଂ ସେଇଥିପାଇଁ ହୁଏତ ସେ ଆସୁଛନ୍ତି ରାଜଭବନରୁ ବାହାରି ଆସୁଛନ୍ତି ଶ୍ରୀମନ୍ଦିର ଆଡ଼କୁ ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସେଇ ଯେଉଁ ପହଣ୍ଡିର ଦୃଶ୍ୟକୁ ସନ୍ଦର୍ଶନ କରିବେ। ତାଙ୍କର ଏ ଦୁଇ ଦିନିଆ ଗସ୍ତରେ ସେ ଓଡ଼ିଶାରେ ବିବିଧ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି ଏବଂ ବିବିଧ କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି
किंतु जहाँ कहुई जे तांकर मूल लक्ष्य होउची ए आगमन ओडिशा आगमनर मूल लक्ष्य होउची जे से महाप्रभु श्री जगन्नाथंकर रथ यात्रा को संदर्शन करिवे ए होउची तांकर भाव एवं ए होउची तांकर भावना निश्चित भाव में प्रत्येक ओडिया मनीष चिंता करे जे जीवन में जो पद पदवी रे थाए ना कहीं जो स्थिति रे थाए ना कहीं मनीष जीवन एकमात्र लक्ष्य एकमात्र ध्येय होउचंती महाप्रभु श्री जगन्नाथ आपण मान दर्शन करुचंती वर्तमान श्रीक्षेत्र पुरी रो ए सीधा सड़क दृश्य आमे नंदीघोष रथ को दर्शन करुचे रथ प्रतिष्ठित हो गले एवं रथ प्रतिष्ठा हो जिबा परे से जल सिंचन हो जिबा परे रथ मान भितर गोटे चमत्कारी भाव आसीगला कहीं ना जितेबाला रथ माने आसीथिले प्रस्तुत होइकरी हुए तो सेमाने जड़ हेले मध्य सेमानंक अंतर भितर गोटे भावना थिला आमे तो प्रस्तुत हो गलु किंतु आमे प्रतिष्ठित हेनु महाप्रभु को उद्देश्य उत्सर्ग हेनु आमे महाप्रभु को योग्य बोली निजे को पूर्ण भाव में सब्यस्त कर पारिनु किंतु श्रोत्रिय ब्राह्मण माने जितेबाला से यज्ञोदक से वर्धनी घटर जल को आनी सिंचन करदेले एवं तापर रथ प्रतिष्ठित हो गले एवं रथर जो तीन जाक कलश रही से कलश त्रय को स्थापन कर दिगला वर्तमान सेवक मान धीरे धीरे आसी बसिले आपण मैंने देखिथे जो रथ प्रतिष्ठा होगा जाऊला प्रतिष्ठा हो नथिले श्रोत्रिय ब्राह्मण माने आसी लंबदंड हो रथ को प्रणाम कले तार कारण हूँ भारतीय संस्कृति यार कारण होउची से माने कहले हे रथ तुम्हें काठरे प्रस्तुत हेले मध्य तुम्हें जरी कनारे प्रस्तुत हेले मध्य तुम्हें विभिन्न रंगरे रंगायित हेले मध्य तुम्हें धन्य एवं कृतार्थ समस्त सांसारिक भाव तुम भितर युक्त होकर थिले मध्य जेहेतु महाभावर ईश्वर तुम उपरे बसिवे बोली तुम उपरे अधिष्ठित हेबे बोली गोटे संकल्प करिसंती तेणु तुम्हें धन्य एवं कृतार्थ सेइतिपाई आमे तुमको प्रणाम निवेदन करूछु से उद्देश्य रे से श्रोत्रिय ब्राह्मण माने लंबदंड हे रथ को प्रणाम कले एवं तापर जाई रथ को प्रतिष्ठा कले ए होची भारतीय संस्कृतिर महान भाव महान चिंता एक प्रसंग रे अधिक तथ्य रखिया पाई मो प्रोफेसर संतोष कुमार त्रिपाठी महोदय को अनुरोध करूछि रथारोहण रथवर गति रथ महोत्सव दारु चतुर्था मूर्तिंकर ये यात्रा रे चतुष्पत्ति बा चारोटी प्रस्तर महाभाव प्रकाशित हुए प्रथम आम देखा जितेबाला आम रथ उपर को देवता चढ़ती कि आपण मैंने भक्त भाव में जितेबाला रथ पाखे देखती क्या देखती ना रथर चारिपाखे पार्श्व देवता ये पार्श्व देवता जन दियंती जे सुभद्रा शाक्त धर्मर जगन्नाथ वैष्णव धर्मर शिव शैव धर्मर देखु विमला चामुंडा भद्रकाली हरचंडिका मंगला बराई कात्यायनी दुर्गा काली दक्षिणे चंडी चामुंडा उग्र चंडी पछपटे वर्ण दुर्गा शुली दुर्गा बराही बामपटे श्यामा काली मंगला विमला द्वारदेश श्रीदेवी भूदेवी अष्ट भैरव यही 24 गोटी नारी शक्ति सुभद्रा रथरे विजय अपरपक्षे शैव संस्कृतिर देवता मान किए ना प्रणाम्बरी वेदांतकारी हरिहर चिरम्ब्रक वासुदेव नाटाम्बर अघोर त्रिपुरारी शिव दक्षिणे गणेश कार्तिकेय पछरे प्रलम्बारी हलायुद्ध मृत्युंजय नाटाम्बर महेश्वर शेषदेव रुद्र एवं सात्यकी अष्टवसु ये समस्त होती शैव धर्मर पार्श्व देवता जे कि संकर्षण शैव संकर्षण पाखे सारादास कहते जे तमे हरिहर ब्रह्मा तमे तीन मूर्ति तुम्हें हूँ तीन मूर्ति सतरे जमी छद्म बेशरे रूपकायित बेशरे आसिक एकत्रित हो समन्वयर देवता समन्वयर वार्ता प्रचार करुच जगन्नाथ पाखे हनुमान राम लक्ष्मण नारायण कृष्ण गोवर्धनधारी चिंतामणि राघव नृसिंह ये सब वैष्णव धर्मर देवता आसतु एबे कहूतिले राधा माधव यही रस्त देवता को देखिला परे एमाने केते जे महत आकु किए कहूची ना आकु संकीर्तन करी वाद्य बजई आकु चेतना स्तर को नौचंती ऋषि पटारे बसिथिबा ऋषि मानी कौ ऋषि आपण माने आसंतु देखिबे शाक्त ऋषि याज्ञवल्क्य आपण जानिथिबे जिए निज माँ पाई प्रथमे
ତାଙ୍କ ବାପାକୁ ଋଷିମାନଙ୍କୁ ଜାବୁଡ଼ା ମାରି କହିଥିଲେ ଭାରତ ବର୍ଷରେ ଏକ ପତ୍ନୀ ବ୍ରତ ହେଉଛି ସର୍ବଶ୍ରେଷ୍ଠ। ହେ ରାମଚନ୍ଦ୍ର ତମେ ବି ଏକ ପତ୍ନୀ ବ୍ରତ ପାଳନ କରିବ। ସେଇ ଯାଜ୍ଞବଲ୍କ ହେଉଛନ୍ତି ନାରୀ ସଶକ୍ତି ବୋଧର ପ୍ରଥମ ଋଷି ଭାରତ ବର୍ଷରେ। ଯାଜ୍ଞବଲ୍କ, ଭୃଗୁ, ସୁପ୍ରଭ, ଶୃଙ୍ଗୀ, ଧ୍ରୁବ, ଉଲ୍ଲକ, ପ୍ରବର୍ତ୍ତକ ଏ ସମସ୍ତେ ହେଉଛନ୍ତି ଦୁର୍ବାଙ୍ଗ କଥା ଆପଣ ଜାଣିଥିବେ। ସମସ୍ତେ ହେଉଛନ୍ତି ମାତୃଭକ୍ତ ଏବଂ ମାତୃ ଚେତନାରେ ଉଜ୍ଜୀବିତ। ଆଉ ଅଧିକ ଆଗକୁ ଯିବାନି। ଏମାନେ ଗୋଟେ ମାତୃ ସର୍ଜନଶୀଳତାର ଯେତେ ଅଛି ଅଷ୍ଟାଦଶ ପୁରାଣ ଭିତରୁ 6ଟି ପୁରାଣ ହେଉଛି ଶାକ୍ତ ଧର୍ମୀ ମାତୃବୋଧର ପୁରାଣ। ତାକୁ ଏମାନେ ଗାନ କରନ୍ତି। ଗାନ କଲା ବେଳକୁ ଭକ୍ତମାନେ ଅନୁଭବ କରନ୍ତି କ'ଣ ନା ସତରେ ଯେମିତି ଏକ ମହାଶକ୍ତି, ଚେତନମୟୀ ଶକ୍ତି, ଚୈତନ୍ୟମୟୀ ଶକ୍ତି, ସୌନ୍ଦର୍ଯ୍ୟମୟୀ ଶକ୍ତି ରଥରେ ଅଧିଷ୍ଠିତ ହେଇଛନ୍ତି। ତାପରେ ଆପଣ ଦେଖିବେ ରଥର ଗର୍ଭଧାରିଣୀ ଦେବତା ହେଉଛନ୍ତି କିଏ? ତୁଙ୍ଗ, ତୁଙ୍ଗଭଦ୍ରା, ବ୍ରପା, ସୁଭଦ୍ରା, ଧାତ୍ରୀ, ବିଧାତ୍ରୀ, ନନ୍ଦା, ଯମୁନା। ଏମାନେ ହେଉଛନ୍ତି ବଳଭଦ୍ରଙ୍କର। ଆପଣ ମନେ ରଖନ୍ତୁ ଏ ସମସ୍ତେ ହେଉଛନ୍ତି ପାଳୟତ୍ରୀ ଦେବୀ। ପାଳନ କରନ୍ତି, ଜନ୍ମ ଦିଅନ୍ତିନି। ତେଣୁ ଗର୍ଭଧାରରେ ଅଛନ୍ତି ପାଳୟତ୍ରୀ। ଯେମିତି କିଏ ପାଳିଥିଲେ ବଳଦେବଙ୍କୁ? ବଳଦେବଙ୍କୁ ଜନ୍ମ ଦେଇଥିଲେ ରୋହିଣୀ। ପାଳୟତ୍ରୀ, ଧାରୟତ୍ରୀ ଏମାନେ ଧାରଣ କରୁଛନ୍ତି। ଯେତେବେଳେ ଆମେ ଜଗନ୍ନାଥଙ୍କ ପାଖକୁ ଆସିବା ସେଠି ବିମଳା, ହିରଣ୍ୟଗର୍ଭା, କ୍ରିୟା, ଯୋଗା, ଆଜ୍ଞା, ଅନୁଜ୍ଞା, ମେଧା ଏଇଭଳି ଯୋଗମାୟା ଏମାନେ ସବୁ ରହିଛନ୍ତି ଜଗନ୍ନାଥଙ୍କ ପାଖରେ। କାରଣ ଜଗନ୍ନାଥଙ୍କର ବ୍ରହ୍ମ ହେଉଛି ମାୟା ତତ୍ପର ବ୍ରହ୍ମ। ତେଣୁ ଯୋଗମାୟା ତାଙ୍କ ଗର୍ଭଧାରଣର ଠିକ୍ ଦକ୍ଷିଣ ପାଖରେ ରହିଛନ୍ତି। ଅର୍ଥାତ୍ ମୁଁ ଅଛି, ମୁଁ ନାହିଁ। ତୁମେ ଚିନ୍ତା କଲେ ମୁଁ ସାକାର, ଚିନ୍ତା ନ କଲେ ନିରାକାର। ମୁଁ ସଗୁଣ, ମୁଁ ନିର୍ଗୁଣ। ତେଣୁ ଏଇ ଯେଉଁ ଯୋଗମାୟାର ଅବବୋଧ ଜଗନ୍ନାଥଙ୍କ ପୀଠରେ ରହିଛି। ଏଇ ପୀଠରେ ଆପଣ ଦେଖିବେ ରଥର ଋଷିପଟା କହିଲି, ଗର୍ଭଧାରଣ କଥା କହିଲି। ଏବେ ଆସନ୍ତୁ ଏଇ ଦେବତାମାନେ ଚତୁର୍ଥ ପ୍ରସ୍ତ, ଏ 3ଟି ପ୍ରସ୍ତରେ ଇଏ ପୁରାଣ ଗାଇଲେ। ସେ ଦେବତାମାନଙ୍କୁ ଗ୍ରହଣ କରିକିରି ଏକ ଆତ୍ମବିଶ୍ୱାସ ସୃଷ୍ଟି କଲେ।